नमस्कार दर्शक बंधु, चलନ୍ତୁ ଜାଣିବା କୌଣସି ବ୍ୟକ୍ତିଙ୍କୁ ନିଷ୍ଠୁର ସ୍ୱଭାବ ହୋଇ ଖରାପ ଭାଷାରେ ଗାଳି ଦେଲେ କ'ଣ ହୁଏ? ଆଜିର ଅନୁଚିନ୍ତା। ତେବେ ଦର୍ଶକ ବନ୍ଧୁ, ସକାଳୁ ଝାଡ଼ା ଗଲାବେଳେ କିମ୍ବା ଝାଡ଼ା ବସିଲା ବେଳେ ଦାନ୍ତ ଘଷନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। ଖାଦ୍ୟ ଖାଇଲା ବେଳେ ଶିଥିଳ ଭାବରେ ଚୋବାଇ ଖାଇଲେ ଭଲ ହଜମ ହୋଇଥାଏ ଏବଂ ଶରୀର ପାଇଁ ହିତକାରୀ ହୋଇଥାଏ। ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ 1 ଚାମଚ ସକାଳୁ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ। ଦାନ୍ତ ବିନ୍ଧା ହେଉଥିଲେ ଜୁଆଣି ପାଣିକୁ ଦିନକୁ 3 ଥର କୁଳୁକୁଞ୍ଜା କଲେ ତାହା ଦୂର ହୋଇଥାଏ। ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳିଗୁଲଜ କଲେ ଧନ ଯିବା ସହିତ ଦରିଦ୍ରତା ମଧ୍ୟ ଆସେ। ଅପଶବ୍ଦ ବ୍ୟବହାର କରି କାହାକୁ ଥଟ୍ଟା କରନ୍ତୁ ନାହିଁ। ଏହାଦ୍ୱାରା ସନ୍ତାନ ସନ୍ତତିମାନଙ୍କର ବୃଦ୍ଧିହାନି ହୋଇଥାଏ। ଦୈନନ୍ଦିନ ଜୀବନରେ ଅସୁବିଧା ଓ ଅସନ୍ତୁଳନ ଦେଖାଦେଲେ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ଏବଂ ଅଶ୍ୱସ୍ଥ ଗଛ ପୂଜା କରିବା ଦ୍ୱାରା ମଙ୍ଗଳ ହୋଇଥାଏ। ଜାତକରେ ଯଦି ବୃହସ୍ପତି ନିଚରେ ଥାଏ ତେବେ ମୁଣ୍ଡରେ ଚନ୍ଦନ ଟିପା ଲଗାନ୍ତୁ ଏବଂ ସକାଳୁ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରନ୍ତୁ। ପାଣିକୁ ଯଦି ନଷ୍ଟ କରୁଛନ୍ତି ତେବେ ଏହା ଘରକୁ ଦରିଦ୍ରତା ଆଣିଦିଏ। ତେଣୁ ଗାଧୋଇଲା ବେଳେ ବେଶୀ ଜଳ ନଷ୍ଟ କରନ୍ତୁ ନାହିଁ। ଜାତକରେ ରବି ନିଚରେ ଥିଲେ ପିତାମାତାଙ୍କର ସହିତ ଝଗଡ଼ା ହୁଏ ଏବଂ ଆଖି ରୋଗ ଦେଖାଦିଏ। ତେବେ ସକାଳୁ ଉଠି ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତୁ। ନଡ଼ିଆ ତେଲରେ ଅଁଳା ଗୁଣ୍ଡକୁ ଭଲ ଭାବରେ ଫୁଟାଇ ମୁଣ୍ଡରେ ଲଗାଇବା ଦ୍ୱାରା ଆପଣଙ୍କର ଚୁଟି କଳା ହୋଇଥାଏ। ଭୃଷଙ୍ଗ ପତ୍ରକୁ ପିଆଜକୁ ବାଟି ଚୁଟିରେ ଲଗାଇଲେ ଚୁଟି ଝଡ଼ିବା ବନ୍ଦ ହେବା ସହ ଘନତ୍ୱ ବଢ଼ିଥାଏ। ବେସନରେ ଲେମ୍ବୁ ରସ ମିଶାଇ ମୁହଁରେ ମାରିଲେ ମୁଖ ବ୍ରଣ ଦୂର ହୋଇଥାଏ ଏବଂ ମୁଖରେ ଚମକ ଆସିଥାଏ। ସକାଳୁ 30 ମିନିଟ୍ ଖରାରେ ସମୟ ବିତାଇବା ଉଚିତ। ଏହାଦ୍ୱାରା ଶରୀରର ପୀଡ଼ା ଦୂର ହୁଏ ଏବଂ ଭିଟାମିନ୍ ଡି ମିଳିଥାଏ। ସ୍ୱପ୍ନରେ ଗାଈ ଦେଖିଲେ ବହୁତ ଶୁଭ ହୋଇଥାଏ। ଏହା ସୁଖ ସମୃଦ୍ଧିର ସୂଚନା ଦିଏ। ସ୍ୱପ୍ନରେ ହାତୀ ଦେଖିଲେ ବହୁତ ଶୁଭ ହୋଇଥାଏ। ଏହା ମଧ୍ୟ ସୁଖ ସମୃଦ୍ଧିର ସୂଚନା ଦିଏ। ସ୍ୱପ୍ନରେ ମାଛ ଦେଖିଲେ ବହୁତ ଶୁଭ ହୋଇଥାଏ। ଏହା ଆଗାମୀ ଦିନରେ ଧନ ସମ୍ପତ୍ତି ବୃଦ୍ଧି ସୂଚନା ଦେଇଥାଏ। ଘରେ କେବେ କଣ୍ଟା ଗଛ ଲଗାନ୍ତୁ ନାହିଁ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ। ଘରେ କେବେ ହିଂସ୍ର ଜନ୍ତୁ କିମ୍ବା ଯୁଦ୍ଧର ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଅଶାନ୍ତି ଲାଗି ରହେ। ଘର ଭିତରେ ଯଦି ପ୍ରଜାପତି ପଶେ ତେବେ ଏହା ବହୁତ ଶୁଭ ହୋଇଥାଏ। ଏହା ଶୁଭ ସମାଚାର ଆଣିଥାଏ।